नमो भगवते वासुदेवाय। अर्जुन उवाच कथं भीष्मम् अहं सख्यं द्रोणं च मधुसूदन इषुभिः प्रतिगच्छामि पूज्याहं बलिसूदन। अर्जुन कहले, हे मधुसूदन कृष्ण, मोर पूज्य भीष्म और द्रोणଙ୍କ परि गुरुजनମାନଙ୍କୁ ଯୁଦ୍ଧରେ ମୁଁ କିପରି ପ୍ରତିଶୋଧ ନିକ୍ଷେପ କରିବି। ପିତାମହ ଭୀଷ୍ମ ଏବଂ ଦ୍ରୋଣାଚାର୍ଯ୍ୟଙ୍କ ଭଳି ସମ୍ମାନ ଗୁରୁଜନମାନେ ସର୍ବଦା ପୂଜ୍ୟ ଅଟନ୍ତି। ଯଦିଓ ସେମାନେ ଆକ୍ରମଣ କରନ୍ତି, ତଥାପି ସେମାନଙ୍କୁ ପ୍ରତି ଆକ୍ରମଣ କରାଯିବ ନାହିଁ। ଏହା ହେଉଛି ସାଧାରଣ ଭଦ୍ରତା ଯେ ଗୁରୁଜନଙ୍କ ପ୍ରତି ରୁକ୍ଷ ଭାଷା ମଧ୍ୟ ପ୍ରୟୋଗ କରାଯିବା ଉଚିତ ନୁହେଁ। ଯଦିଓ ସେମାନେ ବେଳେବେଳେ ରୁକ୍ଷ ବ୍ୟବହାର ପ୍ରଦର୍ଶନ କରନ୍ତି, ତଥାପି ଅନ୍ୟମାନଙ୍କର ସେମାନଙ୍କ ପ୍ରତି ରୁକ୍ଷ ବ୍ୟବହାର ପ୍ରଦର୍ଶନ କରିବା ଉଚିତ ନୁହେଁ। ତାହେଲେ ଏପରି କ୍ଷେତ୍ରରେ ଅର୍ଜୁନ କିପରି ସେମାନଙ୍କ ଉପରେ ପ୍ରତି ଆକ୍ରମଣ ଚଳାଇବେ? କୃଷ୍ଣ କ'ଣ ତାଙ୍କର ପିତାମହ ଉଗ୍ରସେନ ଗୁରୁ ସନ୍ଦୀପନି ମୁନିଙ୍କୁ ଆକ୍ରମଣ କରିବେ? ଅର୍ଜୁନ ଏହିପରି କେତେକ ଯୁକ୍ତି କୃଷ୍ଣଙ୍କ ଆଗରେ ବାଢ଼ିଲେ। ଗୁରୁନ୍ ଅହତ୍ୱା ହି ମହାନୁଭାବାନ୍ ଶ୍ରେୟୋ ଭକ୍ତୁମ୍ ଅହିପଲୋକେ ହତ୍ୟାର୍ଥୋ କାମସ୍ତଂ ଗୁରୁନ୍ ଇହୈବ ଭୁଞ୍ଜୀୟ ଯୋଗାନ୍ ରୁଧିରନ୍ ପରିତ୍ୟଜାନ୍। ମୋର ଯେଉଁମାନେ ଗୁରୁଜନ, ସେମାନଙ୍କୁ ବଧ କରି ଜୀବନ ଉପଭୋଗ କରିବା ଅପେକ୍ଷା ଏ ପୃଥିବୀରେ ଭିକ୍ଷା କରି ବଞ୍ଚିବା ବରଂ ଭଲ। ଯଦିଓ ସେମାନେ ଅର୍ଥକାମୀ, ତଥାପି ସେମାନେ ଗୁରୁଜନ ଅଟନ୍ତି। ଯଦି ସେମାନଙ୍କୁ ବଧ କରାଯାଏ, ତାହେଲେ ତଦ୍ଦ୍ୱାରା ଆମ୍ଭେମାନେ ଯାହା ଲାଭ କରିବା, ତାହା ରୁଧିର ରଞ୍ଜିତ ହୋଇଯିବ। ଯଦି କୌଣସି ଗୁରୁ ଘୃଣ୍ୟ କାର୍ଯ୍ୟ କରେ ଏବଂ ନିଜର ବିଚାର ବୁଦ୍ଧିକୁ ବଦଳି ଦିଏ, ତାହେଲେ ସେ ପ୍ରକାର ଗୁରୁଙ୍କୁ ତ୍ୟାଗ କରିବା ଉଚିତ। ଏହା ହେଉଛି ଶାସ୍ତ୍ର ମତ। ଭୀଷ୍ମ ଓ ଦ୍ରୋଣ ଦୁର୍ଯ୍ୟୋଧନଙ୍କ ପକ୍ଷ ଗ୍ରହଣ କରିବାକୁ ବାଧ୍ୟ ହୋଇଥିଲେ, କାରଣ ସେମାନେ ତାଠାରୁ ଆର୍ଥିକ ସାହାଯ୍ୟ ପାଉଥିଲେ। କିନ୍ତୁ ସେମାନେ ଏପରି ବିଚାର ଗ୍ରହଣ କରିବା ଉଚିତ ନଥିଲା। ଆର୍ଥିକ ସାହାଯ୍ୟ ଯୋଗୁଁ ତା ପକ୍ଷରୁ ସମର୍ଥନ କରିବା ସେମାନଙ୍କ ପକ୍ଷରେ ଉପଯୁକ୍ତ ନୁହେଁ। ଏ ପରିସ୍ଥିତିରେ ସେମାନେ ଗୁରୁଜନୋଚିତ ସମ୍ମାନ ହରାଇଲେ। କିନ୍ତୁ ଅର୍ଜୁନ ଭାବୁଛନ୍ତି ଯେ ତଥାପି ସେମାନେ ଗୁରୁଜନ ଏବଂ ସେଥିପାଇଁ ସେ ଭାବୁଛନ୍ତି ଯେ ତାଙ୍କୁ ବଧ କରି ଭୌତିକ ସୁଖ ଭୋଗ କରିବା ଅର୍ଥ ରୁଧିର ରଞ୍ଜିତ ଭୋଗ କରିବା। ନ ଚୈତବିଦ୍ୟ କତରନ୍ନ ଗରୀୟୋ ଯଦ୍ବା ଯମେ ଯଦିବନ ଜୟେୟୁ ୟାନ୍ ଅବହର୍ତ୍ତାନ ଜୀବିଷ୍ୟାସ୍ମ ତେ ଅବସ୍ଥିତ ମୁଖ୍ୟତଃ ଧୃତରାଷ୍ଟ୍ରଃ। କ'ଣ ଆମ୍ଭମାନଙ୍କ ପକ୍ଷରେ ଭଲ ଆମ୍ଭେମାନେ ଜାଣିନାହୁଁ? ସେମାନଙ୍କୁ ଜିଣିବା ବା ସେମାନଙ୍କ ଦ୍ୱାରା ବିଜିତ ହେବା କେଉଁଟା ଆମ ପକ୍ଷରେ ଭଲ, ଆମେ ଜାଣୁନାହୁଁ। ଧୃତରାଷ୍ଟ୍ରଙ୍କର ପୁତ୍ରମାନଙ୍କୁ ଆମ୍ଭେମାନେ ଯଦି ମାରିଦେଉ, ତାହେଲେ ସେମାନେ ମଲେ କି ବଞ୍ଚିଲେ ଆମେ କିଛି ସେ ବିଷୟରେ ଚିନ୍ତା କରିବା ନାହିଁ। ସେହି ଧୃତରାଷ୍ଟ୍ରଙ୍କର ପୁତ୍ରମାନେ ବର୍ତ୍ତମାନ ଆମ୍ଭମାନଙ୍କ ସପକ୍ଷରେ ଏ ଯୁଦ୍ଧରେ ଦଣ୍ଡାୟମାନ। କ'ଣ କରିବାକୁ ହେବ ଅର୍ଜୁନ କିଛି ଜାଣିପାରୁନଥିଲେ। ଯଦିଓ କ୍ଷତ୍ରିୟର ଧର୍ମ ହେଉଛି ଯୁଦ୍ଧ କରିବା, ତଥାପି ସେ ଠିକ୍ କରିପାରୁନଥିଲେ। କାରଣ ସେ କ'ଣ କରିବେ? ସେ ଯୁଦ୍ଧ କରି ଅଯଥା ହତ୍ୟାକାଣ୍ଡ ସୃଷ୍ଟି କରିବେ, ନା ଯୁଦ୍ଧରୁ ନିବୃତ୍ତ ହୋଇ ଭିକ୍ଷା କରି ଜୀବନ ଯାପନ କରିବେ? ଯଦି ସେ ତାଙ୍କର ଶତ୍ରୁମାନଙ୍କୁ ଭୟ ନ କରନ୍ତି, ତାହେଲେ ଭିକ୍ଷା କରି ଜୀବନ ଯାପନ କରିବା ତାଙ୍କ ପକ୍ଷରେ ଏକମାତ୍ର ଉପାୟ ଅଟେ। ସେ ଯେ ଯୁଦ୍ଧରେ ଜୟଲାଭ କରିବେ, ତାହାର କୌଣସି ନିଶ୍ଚିତତା ନଥିଲା, କାରଣ ଯୁଦ୍ଧରେ ଯେକୌଣସି ଗୋଟିଏ ଦଳ ଜୟଲାଭ କରନ୍ତି। ଯଦିଓ ପାଣ୍ଡବମାନଙ୍କର ବିଜୟ ସୁନିଶ୍ଚିତ, କାରଣ ସେମାନଙ୍କ ଦାବି ଯୁକ୍ତିଯୁକ୍ତ, ତଥାପି ଯଦି ଧୃତରାଷ୍ଟ୍ରଙ୍କର ପୁତ୍ରଗଣ ଯୁଦ୍ଧରେ ବିନାଶ ଲାଭ କରନ୍ତି, ତାହେଲେ ସେମାନଙ୍କର ବିରହରେ ଜୀବନ ଧାରଣ କରିବା ବଡ଼ ଦୁର୍ବିସହ ହୋଇପଡ଼ିବ। ଏ ପରିସ୍ଥିତିରେ ଏହା ସେମାନଙ୍କ ପକ୍ଷରେ ଅନ୍ୟ ଏକ ପ୍ରକାର ପରାଜୟ ଅଟେ। ଅର୍ଜୁନଙ୍କର ଏହି ପ୍ରକାର ବିଚାରଧାରା ପରିଷ୍କାର ଭାବରେ ଜଣାପଡ଼ୁଥିଲା ଯେ
ଭଗବାନଙ୍କର ଜଣେ କେବଳ ବିଶିଷ୍ଟ ଭକ୍ତ ଥିଲେ ସେତିକି ନୁହେଁ, ସେ ଜଣେ ବିଶିଷ୍ଟ ଜ୍ଞାନୀ ଥିଲେ ଏବଂ ମନ ଓ ଇନ୍ଦ୍ରିୟମାନଙ୍କ ଉପରେ ତାଙ୍କର କର୍ତ୍ତୃତ୍ୱପୂର୍ଣ୍ଣ ଥିଲା। ଯଦିଓ ସେ ଏକ ରାଜ ପରିବାରରେ ଜନ୍ମଗ୍ରହଣ କରିଥିଲେ, ତଥାପି ସେ କ୍ଷମା କରି ଜୀବନଯାପନ କରିବେ ଏ ନିଷ୍ପତ୍ତି ଗ୍ରହଣ କରିବାର ଜଣାପଡ଼ୁଥିଲା। ସେ ଜଣେ ବିଶିଷ୍ଟ ତ୍ୟାଗୀ ଥିଲେ, ଅର୍ଥାତ୍ ଏହା ହେଉଛି ତାଙ୍କର ତ୍ୟାଗ ବା ଅନାସକ୍ତିର କାରଣ। ବାସ୍ତବରେ ସେ ଅନେକ ସଦ୍ଗୁଣରେ ଭୂଷିତ ହେଉଥିଲେ। ତାଙ୍କର ଗୁରୁ ଭଗବାନ ଶ୍ରୀକୃଷ୍ଣଙ୍କର ଉପଦେଶରେ ତାଙ୍କର ଦୃଢ଼ ବିଶ୍ୱାସ ବା ଆସ୍ଥା ଥିଲା। ଏଥିରୁ ସେ ସ୍ପଷ୍ଟ ରୂପେ ଜଣାପଡ଼ୁଥିଲା। ଏଥିରୁ ଏହି ସିଦ୍ଧାନ୍ତ ପ୍ରକାଶ ପାଇଛି ଯେ ମୁକ୍ତି ଲାଭ କରିବାକୁ ହେଲେ ସମ୍ପୂର୍ଣ୍ଣ ଉପଯୁକ୍ତ ଅଟନ୍ତି। ଇନ୍ଦ୍ରିୟଗୁଡ଼ିକ ସଂଯତ ନ ହେଲେ ଜ୍ଞାନ ଭୂମିକାକୁ ଉନ୍ନତ କରିବାର କୌଣସି ସମ୍ଭାବନା ନାହିଁ। ଜ୍ଞାନ ଓ ଭକ୍ତି ବିନା ମୁକ୍ତି ପ୍ରାପ୍ତ ସମ୍ଭବ ନୁହେଁ। ଅର୍ଜୁନଙ୍କର ଅନେକ ପାର୍ଥିବ ଗୁଣ ଥିଲା, ତାହା ସତ୍ତ୍ୱେ ଏସବୁ ଦିବ୍ୟ ଗୁଣ ଥିଲା। କାପ୍ୟେନ ଦୋଷୋପହତ ସ୍ୱଭାବ ପୃଚ୍ଛାମି ତ୍ୱଂ ଧର୍ମସମ୍ମୂଢ଼ ଚେତଃ ଯବକ୍ଷୟସ୍ୟାନ୍ ନିଶ୍ଚିତଂ ବ୍ରହୀତଂ ମେ ଶିଷ୍ୟଂ ତ୍ୱୋହଂ ତଦିମଂ ତ୍ୱଂ ପ୍ରପନ୍ନମ୍। ମୋର କ'ଣ କର୍ତ୍ତବ୍ୟ ତାହା ମୁଁ ଭାବି ସ୍ଥିର କରିପାରୁନାହିଁ। ଦୁର୍ବଳତା ଯୋଗୁଁ ମୁଁ ମୋର ମାନସିକ ଭାରସାମ୍ୟ ହରାଇଛି। ଏ ଅବସ୍ଥାରେ ମୋ ପକ୍ଷରେ କ'ଣ ଶ୍ରେୟସ୍କର, ଦୟାକରି ନିଶ୍ଚିତ ରୂପେ ମୋତେ କୁହନ୍ତୁ। ବର୍ତ୍ତମାନ ମୁଁ ଆପଣଙ୍କର ଶିଷ୍ୟ ହେଲି ଏବଂ ଆପଣଙ୍କ ସମ୍ପୂର୍ଣ୍ଣ ଶରଣରେ ଆସିଲି। ଦୟାକରି ମୋତେ ଉପଦେଶ ପ୍ରଦାନ କରନ୍ତୁ। ସମଗ୍ର ଭୌତିକ ସ୍ଥିତି ଓ ଭୌତିକ କାର୍ଯ୍ୟାବଳୀ ପ୍ରତ୍ୟେକଙ୍କୁ କେବଳ ବ୍ୟାକୁଳ ବା ବ୍ୟଗ୍ର କରାଏ। ଏହା ହେଉଛି ପ୍ରକୃତିର ବିଧାନ। ପ୍ରତି ପଦକ୍ଷେପରେ ବ୍ୟାକୁଳତା ଓ ବ୍ୟଗ୍ରତା ହିଁ ଅନୁଭୂତ ହୁଏ ଏବଂ ସେଥିପାଇଁ ବ୍ୟକ୍ତିକୁ ଉପଯୁକ୍ତ ଆଚାର୍ଯ୍ୟଙ୍କର ଶରଣାପନ୍ନ ହେବାକୁ ପଡ଼େ, କାରଣ ସେ ଆଚାର୍ଯ୍ୟ ବା ଗୁରୁ ତାକୁ ଜୀବନର ଉପଯୁକ୍ତ ମାର୍ଗ ପ୍ରଦର୍ଶନ କରିପାରିବେ, ଯଦ୍ୱାରା କି ତାର ଜୀବନର ଉଦ୍ଦେଶ୍ୟ ସାଧିତ ହେବ। ସମସ୍ତ ବୈଦିକ ଶାସ୍ତ୍ରରେ ଏହି ଉପଦେଶ ଦିଆଯାଇଛି ଯେ ଜୀବନର ବ୍ୟାକୁଳତା ହିଁ ମୁକ୍ତିଲାଭ ନିମିତ୍ତ ଉପଯୁକ୍ତ ଗୁରୁଙ୍କ ନିକଟକୁ ଯିବାକୁ ପଡ଼ିବ। ଆମେ ନ ଚାହୁଁଥିଲେ ମଧ୍ୟ ବ୍ୟାକୁଳତା ଜୀବନରେ ଆସେ। ଏ ବ୍ୟାକୁଳତାକୁ କିପରି ମୁକ୍ତି ପାଇବାକୁ ହେବ, ତାହା ହିଁ ଗୁରୁ ନିର୍ଦ୍ଦେଶ କରିବେ। ଏଗୁଡ଼ିକ ଦାବାଗ୍ନି ସଦୃଶ। ବଣରେ କେହି ଅଗ୍ନି ଲଗାଇ ଦିଅନ୍ତି ନାହିଁ, ସେ ମନକୁ ଲାଗି ବଣକୁ ପୋଡ଼ି ପକାଏ। ଠିକ୍ ସେହିପରି ପୃଥିବୀର ପରିସ୍ଥିତି ଏପରି ଯେ ଆମେ ନ ଚାହିଁଲେ ସୁଦ୍ଧା ଜୀବନର ବ୍ୟାକୁଳତା ଆସେ। କେହି ଜଳି ପୋଡ଼ି ହେବା ନିମିତ୍ତ ନିଆଁ ଚାହାନ୍ତି ନାହିଁ, ତଥାପି ତାହା ଆସେ ଓ ଆମମାନଙ୍କୁ ଜାଳି ପୋଡ଼ି ଦିଏ। ତେଣୁ ବୈଦିକ ଶାସ୍ତ୍ର ସମୂହ ଉପଦେଶ ଦିଅନ୍ତି ଯେ ଜୀବନରେ ବ୍ୟାକୁଳତାର ସମାଧାନ ନିମିତ୍ତ ଏବଂ ସମାଧାନର ପନ୍ଥା ବା ବିଜ୍ଞାନ ଜାଣିବା ନିମିତ୍ତ ବ୍ୟକ୍ତିକୁ ଉପଯୁକ୍ତ ଗୁରୁ ପରମ୍ପରାରେ ଆସୁଥିବା ଏକ ଆଚାର୍ଯ୍ୟଙ୍କ ନିକଟରେ ପହଞ୍ଚିବାକୁ ପଡ଼ିବ। ଯେଉଁ ବ୍ୟକ୍ତି ଏକ ଉପଯୁକ୍ତ ଆଚାର୍ଯ୍ୟଙ୍କ ନିକଟରେ ଅଛି, ସେ ସବୁ ଜାଣିଛି। ତେଣୁ ବ୍ୟକ୍ତି ଭୌତିକ ଦୁଃଖ ବା ବ୍ୟଗ୍ରତା ମଧ୍ୟରେ ନ ରହି ଉପଯୁକ୍ତ ଗୁରୁଙ୍କ ନିକଟରେ ରହିବା ଉଚିତ। ଏହା ହେଉଛି ଏ ଶ୍ଲୋକର ତାତ୍ପର୍ଯ୍ୟ। କୌଣସି ଦୁଃଖ ଯନ୍ତ୍ରଣା ଦଗ୍ଧ ମାନବ କିଏ? ସେ ଜୀବନର ସମସ୍ୟା କ'ଣ ଜାଣିନାହିଁ। ସେ ହେଉଛି ଭୌତିକ ଦୁଃଖ ଯନ୍ତ୍ରଣା ଦଗ୍ଧ ମାନବ। ଗର୍ଗ ଉପନିଷଦରେ ଏ ମାନବ ସମ୍ବନ୍ଧରେ ନିମ୍ନୋକ୍ତ ବର୍ଣ୍ଣନା କରାଯାଇଛି। ଯୋ ବା ଏତଦକ୍ଷରଂ ଗାର୍ଗ ବିଦିତ୍ୱା ସ୍ମାଲୋକାତ୍ ପ୍ରପେତି ସ କୃପଣ। ଯେଉଁ ବ୍ୟକ୍ତି ଏକ ମାନବ ହିସାବରେ ଜୀବନର ସମସ୍ୟାମାନଙ୍କର ସମାଧାନ କରିପାରେ ନାହିଁ ଏବଂ ଆତ୍ମବିଜ୍ଞାନ ବା ଆତ୍ମନୁଭୂତି ଲାଭ ନ କରି କୁକୁର ବିରାଡ଼ି ପରି ଏ ପୃଥିବୀକୁ ତ୍ୟାଗ କରେ, ସେ କୃପଣ ଅଟେ। ଯେଉଁ ମାନବ ଜୀବନର ସମସ୍ୟାମାନଙ୍କର ସମାଧାନ ଏ ଜୀବନକୁ ବିନିଯୋଗ କରେ, ତାହାର ଜୀବନ ଧନ୍ୟ ଅଟେ। ତା ପକ୍ଷରେ ଏ ଜୀବନ ଅତ୍ୟନ୍ତ ମୂଲ୍ୟବାନ ଅଟେ। ତେଣୁ ଏ ସୁଯୋଗକୁ ଉପଭୋଗ ନ କରେ ଅର୍ଥାତ୍ ଜୀବନକୁ ଉପଯୁକ୍ତ ଭାବରେ ବିନିଯୋଗ ନ କରେ, ସେ କୃପଣ ଅଟେ। ଅନ୍ୟ ପକ୍ଷରେ ଏ ପୃଥିବୀରେ ବ୍ରାହ୍ମଣ ଅଛନ୍ତି, ଅର୍ଥାତ୍ ସେ ଖୁବ୍ ବୁଦ୍ଧିମାନ
ଅଟନ୍ତି ଏବଂ ଜାଣିଥାନ୍ତି ଜୀବନର ସମସ୍ୟାମାନଙ୍କର ସମାଧାନ ନିମିତ୍ତ ଈଶ୍ୱରକୁ କିପରି ବ୍ୟବହାର କରିବାକୁ ପଡ଼ିବ। ଯେଉଁମାନେ କୃପଣ ସେମାନେ ଦେଶ, ଜାତି, ବଂଶ, ପରିବାର, ସମାଜ ଆଦି ପ୍ରତି ଅଯଥା ସହାନୁଭୂତି ପ୍ରକାଶ କରି ସମସ୍ତ ନଷ୍ଟ କରନ୍ତି। ସେମାନେ ଭୌତିକ ଧାରଣାର ବଶବର୍ତ୍ତୀ ହୋଇ ଏପରି କରିଥାନ୍ତି। ବ୍ୟକ୍ତି ସାଧାରଣ ପାରିବାରିକ ଜୀବନ ପ୍ରତି ଆସକ୍ତ। ଉଦାହରଣ ସ୍ୱରୂପ ପରିବାର, ସ୍ତ୍ରୀ, ପୁତ୍ର ଓ ଅନ୍ୟମାନଙ୍କ ପ୍ରତି ସେ ବିଶେଷ ଆସକ୍ତ, କାରଣ ଏମାନେ ତାର ରକ୍ତ ସମ୍ପର୍କୀୟ ବୋଲି ଭାବେ। କୃପଣ ଭାବେ ଯେ ତାର ପରିବାରକୁ ମୃତ୍ୟୁ ମୁଖରୁ ରକ୍ଷା କରିବାକୁ ସକ୍ଷମ ଅଟେ, କିମ୍ବା ସେ ଭାବେ ଯେ ତାର ପରିବାର ତା ସମାଜ ତାକୁ ମୃତ୍ୟୁ ମୁଖରୁ ରକ୍ଷା କରିପାରିବ। ଏ ପ୍ରକାର ପାରିବାରିକ ଆସକ୍ତି ମନୁଷ୍ୟତ୍ୱରେ ପ୍ରାଣୀମାନଙ୍କଠାରେ ମଧ୍ୟ ଦେଖାଯାଏ। ସେଥିପାଇଁ ସେମାନେ ସେମାନଙ୍କର ଶିଶୁମାନଙ୍କର ଯତ୍ନ ନିଅନ୍ତି। ଅର୍ଜୁନ ବଡ଼ ଚାଲାକ ଥିଲେ ଏବଂ ସେଥିପାଇଁ ସେ ବୁଝିପାରିଲେ ଯେ ଏହି ପରିବାର ପ୍ରୀତି ତାଙ୍କୁ ବର୍ତ୍ତମାନ ଏପରି ବ୍ୟାକୁଳ କରାଇଛି। ସେ ତାଙ୍କର ପରିବାର ଓ ଆତ୍ମୀୟ ସ୍ୱଜନଙ୍କୁ ରକ୍ଷା କରିବାକୁ ଇଚ୍ଛା କରିବାରୁ ବର୍ତ୍ତମାନ ଏ ପରିସ୍ଥିତିରେ ପଡ଼ିଛନ୍ତି। ଏହା ହେଉଛି ତାଙ୍କର ବ୍ୟାକୁଳତାର କାରଣ। ଯଦିଓ ଏକଥା ସେ ବୁଝିପାରିଥିଲେ ଯେ ତାଙ୍କର କର୍ତ୍ତବ୍ୟ ହେଉଛି ଯୁଦ୍ଧ କରିବା, ତଥାପି ଏ କାର୍ପଣ୍ୟ ଦୋଷ ଯୋଗୁଁ ତାଙ୍କର କର୍ତ୍ତବ୍ୟ ସମ୍ପାଦନ କରିପାରୁନଥିଲେ। ତେଣୁ ସେ ପରମ ଗୁରୁ ଭଗବାନ ଶ୍ରୀକୃଷ୍ଣଙ୍କୁ ପଚାରୁଛନ୍ତି, କ'ଣ ତାଙ୍କ ପକ୍ଷରେ ଉପଯୁକ୍ତ ଏ ପରିସ୍ଥିତିରେ କ'ଣ କରିବା କର୍ତ୍ତବ୍ୟ ଠିକ୍ କରି କହିବା ନିମିତ୍ତ। ସେ ନିଜକୁ କୃଷ୍ଣଙ୍କର ଶିଷ୍ୟ ରୂପେ ସମର୍ପଣ କଲେ। ସେ ବର୍ତ୍ତମାନ ବନ୍ଧୁଭାବାପନ୍ନ କଥାବାର୍ତ୍ତା ବନ୍ଦ କରିବାକୁ ଇଚ୍ଛା କଲେ। ଗୁରୁ ଓ ଶିଷ୍ୟ ମଧ୍ୟରେ ଯେଉଁ କଥାବାର୍ତ୍ତା ତାହା ବଡ଼ ଗୁରୁତ୍ୱପୂର୍ଣ୍ଣ କଥାବାର୍ତ୍ତା। ତାହା ବନ୍ଧୁବାନ୍ଧବଙ୍କ ମଧ୍ୟରେ ହେଉଥିବା ଥଟ୍ଟାଳିଆ କଥା ନୁହେଁ, ପାରିହାସ୍ୟ ବ୍ୟଞ୍ଜକ ନୁହେଁ। ବର୍ତ୍ତମାନ ଅର୍ଜୁନ ଓ ଗୁରୁ ଶ୍ରୀକୃଷ୍ଣଙ୍କ ସପକ୍ଷ ବଡ଼ ଗୁରୁତ୍ୱପୂର୍ଣ୍ଣ ଭାବରେ କଥାବାର୍ତ୍ତା କରିବାକୁ ଇଚ୍ଛା କରେ। ତେଣୁ କୃଷ୍ଣ ଏ ଭଗବତ ଗୀତା ବିଜ୍ଞାନର ଆଦିଗୁରୁ ଅଟନ୍ତି ଏବଂ ଗୀତା ବିଜ୍ଞାନ ଶିକ୍ଷା କରିବାର ପ୍ରଥମ ଶିଷ୍ୟ ହେଉଛନ୍ତି ଅର୍ଜୁନ। ଅର୍ଜୁନ କିପରି ଭଗବତ ଗୀତାକୁ ବୁଝିପାରିଲେ ସେ କଥା ଗୀତାରେ କୁହାଯାଇଛି। ତଥାପି ନିର୍ବୋଧ ଜଡ଼ ବିଜ୍ଞାନୀଗଣ ପଣ୍ଡିତଗଣ କହନ୍ତି ଯେ କୃଷ୍ଣଙ୍କୁ ପୁରୁଷ ରୂପରେ ଗ୍ରହଣ କରି ତାଙ୍କ ନିକଟରେ ଆତ୍ମସମର୍ପଣ କରିବା ଦରକାର ନାହିଁ। କିନ୍ତୁ କୃଷ୍ଣଙ୍କ ମଧ୍ୟରେ ଯେଉଁ ନିର୍ବିଶେଷ ଭଗବାନ ଅଛନ୍ତି, ତାଙ୍କଠାରେ ଆତ୍ମସମର୍ପଣ କରିବା ଉଚିତ। କୃଷ୍ଣଙ୍କର ଅନ୍ତର ବହି, ଭିତର ବାହାର ମଧ୍ୟରେ କୌଣସି ତଫାତ ନାହିଁ। ଯାହାର ଏହି ଜ୍ଞାନ ନାହିଁ ସେ ଏକ ଗଣ୍ଡ ମୂର୍ଖ ଅଟେ। ଭଗବାନ ଗୀତାକୁ ବୁଝିବାକୁ ଚେଷ୍ଟା କରିବା ତାଙ୍କ ପକ୍ଷରେ ମୂର୍ଖାମି ଅଟେ। ନାହିଁ ପ୍ରପଶ୍ୟାମି ମାମନୁ ବ୍ୟାଜାତ୍ ଯଦ୍ ଶୌକକମ୍ ଉଚ୍ଛେଦକ୍ଷଣମ୍ ଇନ୍ଦ୍ରିୟାଣମ୍ ଅପ୍ରାପ୍ୟ ଭୂମି ଅସପତ୍ନମ୍ କ୍ରୋଧମ୍ ରାଜସୁରାମ୍ ଅପି ଆଧିପତ୍ୟମ୍। ଏ ଯେଉଁ ଦୁଃଖ ମୋର ଇନ୍ଦ୍ରିୟମାନଙ୍କୁ ଶୁଷ୍କ କରି ନେଉଛି, ତାହା ଦୂର କରିବାର କୌଣସି ଉପାୟ ମୁଁ ଦେଖିପାରୁନାହିଁ। ସ୍ୱର୍ଗର ଦେବତାମାନଙ୍କ ପରି ଏକ ଅପରିଚ୍ଛନ୍ନ ସାମ୍ରାଜ୍ୟ ଯଦି ଏ ପୃଥିବୀରେ ଲାଭ କରେ, ତଥାପି ମୋର ଶୋକ ଯେ ଦୂର ହେବ ତାହା ମୁଁ ଦେଖିପାରୁନାହିଁ। ଧର୍ମନୀତି, ଶାସ୍ତ୍ରନୀତି ଏବଂ ନୈତିକ ଆଚରଣ ଆଦି କଥା କହି ଅର୍ଜୁନ ନାନା ପ୍ରକାର ଯୁକ୍ତି ବାଢ଼ିଲେ। ତଥାପି ଜଣାପଡ଼ୁଥିଲା ଯେ ଏସବୁ ସତ୍ତ୍ୱେ ତାଙ୍କର ଗୁରୁ ଭଗବାନ ଶ୍ରୀକୃଷ୍ଣଙ୍କ ସହାୟତା ବିନା ପ୍ରକୃତ ସମସ୍ୟାର ସମାଧାନ କରିପାରୁନାହାନ୍ତି। ତାଙ୍କର ଯେଉଁ ସମସ୍ୟା ବର୍ତ୍ତମାନ ଦେଖାଯାଇଛି, ଯାହାକି ତାଙ୍କର ସମଗ୍ର ସ୍ଥିତିକୁ ଶୁଷ୍କ କରି ପକାଉଛି, ସେ ସମସ୍ୟାର ସମାଧାନ ନିମିତ୍ତ ତାଙ୍କର ତଥାକଥିତ ଜ୍ଞାନ ବୃଥା ଅଟେ। ସେ ଯେଉଁ ଜ୍ଞାନ ଲାଭ କରିଛନ୍ତି, ତାହା ତାଙ୍କର ସମସ୍ୟାମାନଙ୍କର ସମାଧାନ ନିମିତ୍ତ କୌଣସି କାମରେ ଆସୁନାହିଁ। ସେ ଏକଥା ଭଲ ରକମ ଜାଣିପାରିଥିଲେ ଯେ କୃଷ୍ଣଙ୍କ ଭଳି ଏକ ଗୁରୁଙ୍କର ବିନା ସହାୟତାରେ ତାଙ୍କର ବ୍ୟାକୁଳତା ପରିପୂର୍ଣ୍ଣ ସମସ୍ୟାର ସମାଧାନ କରିବାକୁ ଆମେ ଅକ୍ଷମ। ତଥାକଥିତ ବିଶ୍ୱବିଦ୍ୟାଳୟ, ଜ୍ଞାନ, ପାଣ୍ଡିତ୍ୟ, ଉଚ୍ଚ ପଦବୀ ଆଦି ଜୀବନର ସମସ୍ୟାମାନଙ୍କର ସମାଧାନ କରିବାରେ ଆଦୌ ସହାୟକ ନୁହନ୍ତି। ଏଗୁଡ଼ିକ ସବୁ ବୃଥା ଅଟେ। କୃଷ୍ଣଙ୍କ ଭଳି ଏକ ଗୁରୁଙ୍କଠାରୁ ହିଁ କେବଳ ଏହି ନିମିତ୍ତ ସହାୟତା ମିଳିପାରେ।
ତେଣୁ ଏ ସିଦ୍ଧାନ୍ତ ଏଥିରୁ ମିଳୁଛି ଯେ ଯେଉଁ ଗୁରୁ ସମ୍ପୂର୍ଣ୍ଣ ରୂପେ କୃଷ୍ଣ ଚେତନାଶୀଳ ହିଁ ପ୍ରକୃତ ଗୁରୁ ଅଟନ୍ତି, କାରଣ ସେ ଜୀବନର ସମସ୍ୟାମାନଙ୍କର ସମାଧାନ କରିପାରିବେ। ଶ୍ରୀ ଚୈତନ୍ୟ ମହାପ୍ରଭୁ କହିଛନ୍ତି ଯେ କୃଷ୍ଣ ତତ୍ତ୍ୱବେତ୍ତା ଅର୍ଥାତ୍ ଯେ କୃଷ୍ଣ ବିଜ୍ଞାନ ଜାଣନ୍ତି, ସେ ଯାହା କିଛି ହୁଅନ୍ତୁ ନା କାହିଁକି ସେ ହିଁ ପ୍ରକୃତରେ ଗୁରୁ ଅଟନ୍ତି। କିବା ବିପ୍ର କିବା ନାସ୍ତି ସୁଯୋଗେନ ନୟ, ଯେଇ କୃଷ୍ଣ ତତ୍ତ୍ୱବେତ୍ତା ସେହି ଗୁରୁ ଦେହୟ। ଏଥିରେ କିଛି ଯାଏ ଆସେ ନାହିଁ। ଗୁରୁ ବିପ୍ର ହୋଇପାରନ୍ତି ଅର୍ଥାତ୍ ବୈଦିକ ଜ୍ଞାନ ଲାଭ କରିଥିବା ପଣ୍ଡିତ ହୋଇପାରନ୍ତି, କିମ୍ବା ଶୂଦ୍ର ପରିବାରରେ ଜନ୍ମଗ୍ରହଣ ଲାଭ କରିଥାନ୍ତି, କିମ୍ବା ସନ୍ନ୍ୟାସୀ ହୋଇପାରିଥାନ୍ତି। ସେ ଯଦି କୃଷ୍ଣ ତତ୍ତ୍ୱବେତ୍ତା ହୋଇଥାନ୍ତି ଅର୍ଥାତ୍ କୃଷ୍ଣ ବିଜ୍ଞାନ ଭଲ ରକମ ଜାଣିଥାନ୍ତି, ସେ ପ୍ରକୃତରେ ଉପଯୁକ୍ତ ଗୁରୁ ଅଟନ୍ତି। ତେଣୁ ସେ କୃଷ୍ଣ ତତ୍ତ୍ୱବେତ୍ତା ନୁହେଁ ଅର୍ଥାତ୍ କୃଷ୍ଣ ବିଜ୍ଞାନ ଜାଣିନାହିଁ, ସେ ଉପଯୁକ୍ତ ଗୁରୁ ନୁହେଁ। ଏକଥା ମଧ୍ୟ ବୈଦିକ ସାହିତ୍ୟରେ କୁହାଯାଇଛି। ଷଟ୍କର୍ମ ନିପୁଣ ବିପ୍ର ମନ୍ତ୍ର ତନ୍ତ୍ର ବିଶାରଦ, ଅବୈଷ୍ଣବୋ ଗୁରୁର ନ ସ୍ୟାତ୍ ବୈଷ୍ଣବ ସ୍ୱର ପରାତ୍ ଗୁରୁ। ଅର୍ଥାତ୍ ଜଣେ ବ୍ରାହ୍ମଣ ଖୁବ୍ ବିଦ୍ୱାନ ବା ପଣ୍ଡିତ ହୋଇପାରେ, ସମସ୍ତ ପ୍ରକାର ବୈଦିକ ଜ୍ଞାନ ଖୁବ୍ ଧୁରନ୍ଧର ହୋଇପାରେ, ସେ ଯଦି ବୈଷ୍ଣବ ନୁହେଁ ତାହେଲେ ସେ ଗୁରୁ ହୋଇପାରିବ ନାହିଁ। ଅର୍ଥାତ୍ ସେ ଯଦି କୃଷ୍ଣ ବିଜ୍ଞାନରେ ଧୁରନ୍ଧର ନୁହେଁ, ସେ ଗୁରୁ ହୋଇପାରିବ ନାହିଁ। ତେଣୁ ଏକ ନୀଚ କୁଳରେ ଜାତ ବ୍ୟକ୍ତି ଯଦି ବୈଷ୍ଣବ ହୋଇଥାଏ ଅର୍ଥାତ୍ କୃଷ୍ଣ ବିଜ୍ଞାନ ଜାଣିଥାଏ, ସେ ଗୁରୁ ହୋଇପାରିବେ। ଭୌତିକ ସ୍ଥିତି ସମସ୍ୟାର ସମାଧାନ ହେଲା ଜନ୍ମ ମୃତ୍ୟୁ ଜରା ଓ ବ୍ୟାଧି। ଧନ ସଂଗ୍ରହ ବା ଆର୍ଥିକ ଉନ୍ନତି ବଳରେ ତୁମ୍ଭେମାନେ ଏହି ସମସ୍ୟାର ସମାଧାନ କରିପାରିବ ନାହିଁ। ପୃଥିବୀର ଅନେକ ସ୍ଥାନରେ ଅନେକ ଦେଶରେ ତୁମ୍ଭେମାନେ ଦେଖିବ ଯେ ଦେଶମାନଙ୍କରେ ଧନ ସମ୍ପଦ ଅଭାବ ନାହିଁ, ଜୀବନର ସୁଖ ସୁବିଧାର ଅଭାବ ନାହିଁ, ସେଗୁଡ଼ିକ ବଡ଼ ସମୃଦ୍ଧିଶାଳୀ ଦେଶ। ତଥାପି ତୁମ୍ଭେମାନେ ଦେଖିବ ସେଠାରେ ଭୌତିକ ସ୍ଥିତିର ସବୁ ସମସ୍ୟାମାନ ଅଛି। ସେମାନେ କି ପ୍ରକାର ଶାନ୍ତି ପାଇବାକୁ ଚେଷ୍ଟା କରୁଛନ୍ତି, ସେମାନେ ଶାନ୍ତିର ଅନ୍ୱେଷଣ କରୁଛନ୍ତି କିନ୍ତୁ ପାଇପାରୁନାହାନ୍ତି। ଯଦି ସେମାନେ କୃଷ୍ଣଙ୍କର ଉପଦେଶ ଗ୍ରହଣ କରନ୍ତି କିମ୍ବା ଭଗବତ୍ ଗୀତା ଓ ଶ୍ରୀମଦ୍ ଭଗବତରେ ଦିଆଯାଇଥିବା ଉପଦେଶ ଗ୍ରହଣ କରନ୍ତି, କାରଣ ଏହି ଗ୍ରନ୍ଥମାନଙ୍କରେ କୃଷ୍ଣ ବିଜ୍ଞାନ ହିଁ ଲିପିବଦ୍ଧ ହୋଇଛି, କିମ୍ବା କୃଷ୍ଣଙ୍କର ଯେ ଉପଯୁକ୍ତ ପ୍ରତିନିଧି ଅର୍ଥାତ୍ କୃଷ୍ଣ ଭକ୍ତ ବା କୃଷ୍ଣ ଚେତନାଶୀଳ ବ୍ୟକ୍ତିର ଉପଦେଶ ଗ୍ରହଣ କରି ତଦନୁଯାୟୀ ଆଚରଣ କରିପାରନ୍ତି, ତାହେଲେ ସେମାନେ ଶାନ୍ତି ପାଇପାରିବେ। ଯଦି ଆର୍ଥିକ ଉନ୍ନତି ବା ଭୌତିକ ସୁଖ ସମ୍ପଦ ବ୍ୟକ୍ତିର ପାରିବାରିକ, ସାମାଜିକ, ଜାତୀୟ ବା ଅନ୍ତର୍ଜାତୀୟ ଦୁଃଖ ଦୁର୍ଦଶା ଦୂର କରିପାରୁଥାନ୍ତା, ତାହେଲେ ସମସ୍ୟାମାନଙ୍କର ସମାଧାନ କରିପାରୁଥାନ୍ତା, ତାହେଲେ ଅର୍ଜୁନ କାହିଁକି ଏପରି କହିଥାନ୍ତେ ଯେ ପୃଥିବୀ ଏକ ଅପ୍ରତିଦ୍ୱନ୍ଦ୍ୱୀ ସାମ୍ରାଜ୍ୟ କିମ୍ବା ସ୍ୱର୍ଗ ରାଜ୍ୟର ଦେବଗଣ ସୁଲଭ ଆଧିପତ୍ୟ ତାଙ୍କର ଏହି ଦୁଃଖ ଦୁର୍ଦଶାକୁ ଦୂର କରିପାରିବେ ନାହିଁ। ତେଣୁ ଏ କୃଷ୍ଣ ଚେତନା ଗ୍ରହଣ କଲେ, କୃଷ୍ଣଙ୍କର ପଦାରବିନ୍ଦରେ ଆଶ୍ରୟ ଗ୍ରହଣ କଲେ ଏବଂ ତାହା ହିଁ ହେଉଛି ଶାନ୍ତି ପ୍ରାପ୍ତିର ଉପଯୁକ୍ତ ପନ୍ଥା। ଆର୍ଥିକ ଉନ୍ନତି, ସାମାଜିକ ବ୍ୟାଧିର କିମ୍ବା ପୃଥିବୀ ପୃଷ୍ଠରେ ଆଧିପତ୍ୟ ବିସ୍ତାର, ଭୂତ ପ୍ରକୃତି ବିଭୀଷିକାର ଯେକୌଣସି ମଧ୍ୟରେ ଧ୍ୱଂସ ପାଇଯିବ। ଏପରିକି ଉଚ୍ଚ ସ୍ୱର୍ଗଲୋକ ପ୍ରାପ୍ୟାବସ୍ଥା ମଧ୍ୟ ଗୋଟିଏ ଆଘାତରେ ଶେଷ ହୋଇଯିବ। ଆଜିକାଲି ଲୋକମାନେ ଚନ୍ଦ୍ରଲୋକକୁ ଯାତ୍ରା କରିବା ଏବଂ ସେଠାରେ ବସତି ସ୍ଥାପନ କରିବାକୁ ଚେଷ୍ଟା କରୁଛନ୍ତି, କିନ୍ତୁ ସେମାନେ ଜାଣନ୍ତି ନାହିଁ ଯେ ଏକ ମୁହୂର୍ତ୍ତରେ ଏସବୁ କେଉଁ ଆଡ଼େ ନିଶ୍ଚିହ୍ନ ହୋଇଯିବ। ଏକଥା ଭଗବତ୍ ଗୀତାରେ ସ୍ୱୀକାର କରାଯାଇଛି। କ୍ଷୀଣେ ପୁଣ୍ୟେ ମର୍ତ୍ତ୍ୟଂ ଲୋକଂ ବିଶ୍ନୋତି, ଅର୍ଥାତ୍ ଯେତେବେଳେ ପୁଣ୍ୟ କର୍ମର ଫଳ ଶେଷ ହୋଇଯାଏ, ସେତେବେଳେ ବ୍ୟକ୍ତି ସୁଖ ସମ୍ଭୋଗର ଚୂଡ଼ା ଦେଶରୁ ଜୀବନର ନିଚତମ ସ୍ଥିତିକୁ ପୁନର୍ବାର ପତିତ ହୁଏ। ପୃଥିବୀର ଅନେକ ରାଜନୈତିକ ନେତା ଏହି ପ୍ରକାର ଅଧୋପତିତ ହୋଇଛନ୍ତି। ଏ ପ୍ରକାର ଅଧୋପତନ ବେଳେ ଅଧିକ ଦୁଃଖ ଦୁର୍ଦଶା ଓ ବ୍ୟାକୁଳତା ହିଁ ଆଣିଦିଏ। ତେଣୁ ଯଦି ଆମ୍ଭେମାନେ ସବୁଦିନ ପାଇଁ ଦୁଃଖ ଯନ୍ତ୍ରଣା ବା ବ୍ୟାକୁଳତାରୁ ମୁକ୍ତି ହେବାକୁ ଚାହେଁ, ତାହେଲେ ଆମମାନଙ୍କୁ ଅର୍ଜୁନଙ୍କ ଭଳି କୃଷ୍ଣ ପଦାରବିନ୍ଦ ଆଶ୍ରୟ ଗ୍ରହଣ କରିବାକୁ ହେବ। ତେଣୁ ଅର୍ଜୁନକୁ କହିଛନ୍ତି,
ଅର୍ଜୁନ କୃଷ୍ଣଙ୍କୁ କହିଛନ୍ତି ଯେ ସମସ୍ୟାର ମାନଙ୍କର ସମାଧାନ ନିର୍ଦ୍ଦିଷ୍ଟ ପନ୍ଥା ତାଙ୍କୁ ପ୍ରଦର୍ଶନ କରନ୍ତୁ। ଏହା ହେଉଛି କୃଷ୍ଣ ଚେତନାର ମାର୍ଗ। ଏବଂ ମୁକ୍ତ ହୃଷିକେଶ ଗୁଡ଼କେଶ ପରନ୍ତପ ନଜସ୍ୟ ଇତି ଗୋବିନ୍ଦମ୍ ଉକ୍ତା ତୃଷ୍ଟି ବହୁଜଃ। ସଞ୍ଜୟ କହିଲେ, ଏହିପରି ଭାବରେ ଶତ୍ରୁ ମନ ଦମନକାରୀ ଅର୍ଜୁନ କୃଷ୍ଣଙ୍କୁ କହିଲେ, ହେ ଗୋବିନ୍ଦ, ମୁଁ ଯୁଦ୍ଧ କରିବି ନାହିଁ। ଏହା କହି ସେ ନୀରବ ହେଲେ। ଅର୍ଜୁନ ଯୁଦ୍ଧ କରିବାକୁ ଯାଇନାହାନ୍ତି, ବରଂ ତତ୍ପରିବର୍ତ୍ତେ ସେ ଯୁଦ୍ଧକ୍ଷେତ୍ର ତ୍ୟାଗ କରି ଭିକ୍ଷା କରିବାକୁ ଯାଇଛନ୍ତି। ଏକଥା ଶୁଣି ବୋଧହୁଏ ଧୃତରାଷ୍ଟ୍ର ଖୁବ୍ ଖୁସି ହୋଇଯାଇଥିବେ, କିନ୍ତୁ ଅର୍ଜୁନଙ୍କୁ ପରନ୍ତପ ବା ଶତ୍ରୁ ଦମନକାରୀ ବୋଲି କହି ସଞ୍ଜୟ ଧୃତରାଷ୍ଟ୍ରଙ୍କୁ ହତାଶ କରି ପକାଇଲେ। ଯଦିଓ ପାରିବାରିକ ମୋହ ଯୋଗୁଁ ଅର୍ଜୁନ ସାମୟିକ ଭାବେ ମିଥ୍ୟା ଶୋକ ମୋହରେ ଅଭିଭୂତ ହୋଇପଡ଼ିଥିଲେ, ତଥାପି ସେ ପରମଗୁରୁ ଶ୍ରୀକୃଷ୍ଣଙ୍କଠାରେ ଏକ ଶିଷ୍ୟ ଭାବେ ଆତ୍ମସମର୍ପଣ କଲେ। ଏଥିରୁ ଜଣାଗଲା ଯେ ସେ ଖୁବ୍ ଶୀଘ୍ର ପାରିବାରିକ ମୋହ ରୂପେ ମିଥ୍ୟା ଦୁଃଖରୁ ମୁକ୍ତ ହେବା ଏବଂ ଉପଯୁକ୍ତ ଜ୍ଞାନ ଆଲୋକରେ ଉଦ୍ଭାସିତ ହୋଇପଡ଼ିବେ, ଅର୍ଥାତ୍ ଆତ୍ମାनुभୂତି ବା କୃଷ୍ଣ ଚେତନା ଲାଭ କରି ନିଶ୍ଚୟ ଯୁଦ୍ଧ କରିବେ। ଏପରି ଧୃତରାଷ୍ଟ୍ରଙ୍କର ଆନନ୍ଦ ନିରାନନ୍ଦରେ ପରିଣତ ହେବ, କାରଣ ଅର୍ଜୁନ କୃଷ୍ଣଙ୍କଠାରୁ ଜ୍ଞାନ ଆଲୋକ ଲାଭ କରି ଶେଷ ପର୍ଯ୍ୟନ୍ତ ଯୁଦ୍ଧ କରିବେ। ତଂ ଉବାଚ ହୃଷିକେଶ ପ୍ରହସନ୍ନ ଇବ ଭାରତ ସୈନ୍ୟୋରୁଭୟୋ मध्ये ବିଷୀଦୟଂ ଇଦଂ ବଚଃ। ହେ ଭାରତ ବଂଶଜ, ସେ ସମୟରେ କୃଷ୍ଣ ହସି ହସି ଦୁଃଖାଭିଭୂତ ଅର୍ଜୁନକୁ ଉଭୟ ସେନା ମଧ୍ୟରେ ନିମ୍ନୋକ୍ତ କହିଲେ। ହୃଷିକେଶ ଓ ଗୁଡ଼ାକେଶ ଏହି ଦୁଇ ଅନ୍ତରଙ୍ଗ ବନ୍ଧୁ ମଧ୍ୟରେ କଥାବାର୍ତ୍ତା ହେଉଥିଲା। ବନ୍ଧୁ ହିସାବରେ ଉଭୟ ଏକା ସ୍ତରରେ ଥିଲେ, କିନ୍ତୁ ଜଣେ ସ୍ୱେଚ୍ଛା ଭାବରେ ଅନ୍ୟ ଜଣଙ୍କର ଛାତ୍ର ବା ଶିଷ୍ୟ ହେଲେ। କୃଷ୍ଣ ହସୁଥିଲେ, କାରଣ ଜଣେ ବନ୍ଧୁ ଶିଷ୍ୟତ୍ୱ ସ୍ୱୀକାର କଲେ। ଯେଣୁ ସେ ପରମେଶ୍ୱର, ତେଣୁ ପ୍ରତ୍ୟେକଙ୍କର ପ୍ରଭୁ ହିସାବରେ ସେ ସର୍ବଦା ଉଚ୍ଚ ସ୍ଥାନ ଅଧିକାରୀ। ତଥାପି ଯଦି କେହି ତାଙ୍କୁ ବନ୍ଧୁ ହେବାକୁ କିମ୍ବା ପୁତ୍ର ହେବାକୁ କିମ୍ବା ପ୍ରେମିକ ବା ଭକ୍ତ ହେବାକୁ ଇଚ୍ଛା କରେ, କିମ୍ବା ଯଦି କେହି ଭଗବାନଙ୍କୁ ସେହି ଭୂମିକାରେ ଅବତୀର୍ଣ୍ଣ ହେବାକୁ ଇଚ୍ଛା କରେ, ତାହେଲେ ସେ ତାହା ସ୍ୱୀକାର କରନ୍ତି। କିନ୍ତୁ ଯେତେବେଳେ ଗୁରୁ ରୂପେ ସ୍ୱୀକୃତ ହେଲେ, ସେତେବେଳେ ସଙ୍ଗେ ସଙ୍ଗେ ସେ ଭୂମିକାରେ ଅଭିନୟ କରିବାକୁ ଆରମ୍ଭ କଲେ ଏବଂ ଠିକ୍ ଏକ ଗୁରୁ ପରି ବଡ଼ ଗାମ୍ଭୀର୍ଯ୍ୟ ସହକାରେ ଦରକାର ଅନୁଯାୟୀ ଶିଷ୍ୟ ସହ କଥାବାର୍ତ୍ତା କରିବାକୁ ଆରମ୍ଭ କଲେ। ଜଣାପଡ଼ୁଥିଲା ଯେ ଗୁରୁ ଓ ଶିଷ୍ୟଙ୍କ ମଧ୍ୟରେ ଅତି ଖୋଲାଖୋଲି ଭାବରେ ଉଭୟ ସେନା ମଧ୍ୟରେ ବାର୍ତ୍ତାଳାପ ହେଉଛି, କାହିଁକି ନା ତଦ୍ଦ୍ୱାରା ସମସ୍ତେ ଉପକୃତ ହେବେ। ତେଣୁ ଭଗବତ୍ ଗୀତାର ବାର୍ତ୍ତା କୌଣସି ନିର୍ଦ୍ଦିଷ୍ଟ ବ୍ୟକ୍ତି, ସମାଜ କିମ୍ବା ଗୋଷ୍ଠୀ ପ୍ରତି ଉଦ୍ଦିଷ୍ଟ ନୁହେଁ। ଏହା ସମସ୍ତଙ୍କ ପାଇଁ। ଶତ୍ରୁ ଓ ବନ୍ଧୁ ଉଭୟ ସମାନ ଭାବେ ଏହାକୁ ଶ୍ରବଣ କରି ଉପକୃତ ହେବେ।